ଦିଲ୍ଲୀରେ ଏଆଇସିସି ଶୀର୍ଷ ନେତୃତ୍ୱ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟି ଓଡ଼ିଶା ଫେରିଛନ୍ତି କଂଗ୍ରେସର ବିଧାୟକମାନେ। ଆମ ସହିତ ଅଛନ୍ତି ଚିତ୍ରକୋଣ୍ଡାର ବିଧାୟକ ମଙ୍ଗୁ ଖିଲ, ସେ ମଧ୍ୟ ଯାଇଥିଲେ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଥିଲେ। ଆମେ ଆଲୋଚନା କରିବା କ'ଣ ସେଠି ଆଲୋଚନା ହେଲା। ମଙ୍ଗୁ, ସ୍ୱାଗତ ଆପଣଙ୍କୁ। ଦିଲ୍ଲୀରୁ ଆପଣ ଗତକାଲି ରାତିରେ ଫେରିଛନ୍ତି, ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଲେ। ଯାହା ଚର୍ଚ୍ଚା ହେଉଥିଲା ଯେ ଦିଲ୍ଲୀ ଯିବା ଗୋଟେ ବିଶେଷ କାରଣ ପାଇଁ ଆପଣମାନେ ଗସ୍ତ କରିଥିଲେ, କ'ଣ ସେ କାରଣ ଥିଲା ଦୟାକରି କହିବେ? ନାଇଁ, ଓଡ଼ିଶାରେ ଯେତେବେଳେ ଆମେ ପଳେଇଲୁ ଦିଲ୍ଲୀ, ଓଡ଼ିଶାରେ ଗୋଟେ ମିଛଟାରେ ଗୋଟେ ପ୍ରଚାର ହେଲା ବା ଚର୍ଚ୍ଚା ହେଇଥିଲା ବା ଗୁଜବ ପ୍ରଚାର ହେଇଥିଲା ଯେ ସିଏଲ୍ପି ଦଳ ପରିବର୍ତ୍ତନ ପାଇଁ ଯାଉଛନ୍ତି, କିନ୍ତୁ ଇଏ ସବୁ ଗୁଜବ ଥିଲା ବା ମିଛ ପ୍ରଚାର ଥିଲା। ଆମେ ବିଧାନସଭା ସରିଗଲା ପରେ ଦେଖିଲୁ ଗୋଟେ ମାସେ କାଳ ବିଧାନସଭାରେ ରହି ପୁରା ପ୍ରତିବାଦ ଉପରେ ପ୍ରତିବାଦ, ସମସ୍ୟା ଉପରେ ସମସ୍ୟା, ପ୍ରସଙ୍ଗ ଉପରେ ପ୍ରସଙ୍ଗ, ଯେତେବେଳେ ଆମେ ଟିକେ ବୋର୍ ଲାଗିଲା ବା ଟିକେ ଗୋଟେ ଆମେ ମାଇଣ୍ଡ ରିଲାକ୍ସ କରିବା ପାଇଁ କେତେଜଣ ବିଧାୟକ ଆମେ ଏମିତି କଥା ହେଲୁ, ଆଉ ଆମେ ଦିଲ୍ଲୀ ଯାଇଥିଲୁ। କାଲି ବୁଲାବୁଲି କରି ଆସିବା, ଟିକେ ମନ ପ୍ରଫୁଲ୍ଲ କରି ଆସିବା ବୋଲିକି ଯାଇଥିଲୁ। ଏପଟେ ଚର୍ଚ୍ଚା ହେଲା ଯେ ରାମଚନ୍ଦ୍ର କାଣାଙ୍କ ନେତୃତ୍ୱ ଉଭୟ ବିଧାନସଭା ଭିତରେ ଏବଂ ବାହାରେ ଭଲ ଲାଗୁନି ବୋଲି ନେତୃତ୍ୱ ପରିବର୍ତ୍ତନ ପାଇଁ ଆପଣ ଏଆଇସିସିଙ୍କୁ ଭେଟିବାକୁ ଯାଇଥିଲେ ବା ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଲେ। କ'ଣ ଖଡ଼ଗେଙ୍କୁ ଆପଣ କହିଲେ? ନାଇଁ, ସେ ଉଦ୍ଦେଶ୍ୟରେ ଆମେ ଯାଇନୁ କି ତାଙ୍କୁ ଦଳ ମାନେ ସିଏଲ୍ପି ଲିଡର ପରିବର୍ତ୍ତନ ପାଇଁ ଆମେ ଯାଇନଥିଲୁ। ଆମେ ଯାଇଥିଲୁ ଖାଲି ବୁଲାବୁଲି କରି ଆସିବା। ଯେହେତୁ ଦିଲ୍ଲୀରେ ଯାଇଛୁ, ଆଉ ଦିଲ୍ଲୀ ହେଉଛି ଗୋଟେ ଭାରତର ରାଜଧାନୀ, ସେଇଠି ସମସ୍ତ ଦଳର ବଡ଼ ବଡ଼ ଶୀର୍ଷ ନେତୃମଣ୍ଡଳୀ ବା ଶୀର୍ଷ ନେତାମାନେ ଯେଉଁ ରହୁଛନ୍ତି, ଆଉ ଆମର ମଧ୍ୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଯେଉଁ ମଲ୍ଲିକାର୍ଜୁନ ଖଡ଼ଗେ ଅଛନ୍ତି। ଆମେ ଯାଇଛୁ ଯେହେତୁ ଗୋଟେ ବୁଲାବୁଲି କରିସାରିଲା ପରେ ଟିକେ ନିଜ ଦଳର ଗୋଟେ ଆମର ସଭାପତିଙ୍କୁ ମିଶିବା ବୋଲିକି ଆମେ ତାଙ୍କ ସହିତ ମିଶିକିରି ଆସିଲୁ। ଚର୍ଚ୍ଚା ତ ସେଇଠି କିଛି ନାହିଁ, ଯେ ରାଜ୍ୟସଭା ଇଲେକ୍ସନ୍ କଥା ମଧ୍ୟ ଟିକେ ପଚାରୁଥିଲେ, ଆଉ ଆମେ ମଧ୍ୟ କହିଛୁ ଯେ ରାଜ୍ୟସଭାଟା ବହୁତ ଗୋଳମାଳ ହେଇଗଲା, ଆଉ ସେମାନେ ସବୁ ନିଷ୍ପତ୍ତି ନେଇଥିଲେ। ଯେଉଁ ସିନିୟର ଲିଡର୍ସ ମାନେ, ଯେଉଁ ଆମର ପିସିସି ସଭାପତି, ଆମର କେନ୍ଦ୍ରୀୟ ସଭାପତି ମାନେ, କେନ୍ଦ୍ରୀୟ ନେତୃମଣ୍ଡଳୀ ମାନେ ଯେଉଁ ନିଷ୍ପତ୍ତି ନେଇଥିଲେ, ଆଉ ଆମେ ତ ଜୁନିୟର ଲୋକ, ଆମେ ଅଧିକା କିଛି କ'ଣ କହିବୁ। ସେ ଯେ ଟିକେ ଗଡ଼ମାଡ଼ ହେଇଗଲା। ସିଏ କହିଲେ ନିଶ୍ଚିତ ଭାବରେ ତୁମେ ସବୁ ସଂଗଠିତ ହେଇକିରି ରୁହ, ଏକତା ହେଇକିରି ରୁହ, ଆଉ ମଜବୁତ ହେଇକିରି ରୁହ। ନିଶ୍ଚିତ ଭାବରେ ଆସନ୍ତା 29 ନିର୍ବାଚନରେ ଭାରତର ବିକଳ୍ପ ହେଉଛି କଂଗ୍ରେସ। ନିଶ୍ଚିତ ଭାବରେ କଂଗ୍ରେସ ସରକାର ଗଠନ ହେବ, ଆଉ ସବୁ ରାଜ୍ୟରେ ବା ସବୁ ଅଞ୍ଚଳରେ କଂଗ୍ରେସ ମଜବୁତ ହେଇକିରି ଆସୁଛି, ଆଉ ନିଶ୍ଚିତ ଭାବରେ 2029 କଂଗ୍ରେସ ସରକାର ଗଠନ ହେବ। ଦେଖନ୍ତୁ, ଆପଣ ଏମିତି ଗୋଟେ ସମୟରେ ଦିଲ୍ଲୀ ଗସ୍ତ କରିଥିଲେ ଯେଉଁ ସମୟରେ ଆପଣଙ୍କର ଏପଟରେ ଭୁବନେଶ୍ୱରରେ ବିଧାନସଭା ଘେରାଉ କଲା, ଯୁବ ସମାବେଶ ହେଲା କଂଗ୍ରେସ ତରଫରୁ, ଅନ୍ୟପଟେ ଆପଣ ସେହି ସମୟରେ ଦିଲ୍ଲୀରେ ଥିଲେ 8 ଜଣ ବିଧାୟକ। ଆଉ ଏ ଚର୍ଚ୍ଚା ବି ଅଧିକ ବଢ଼େଇଲା ଯେହେତୁ ସାଗର ଦାସ ଆପଣଙ୍କ ସାଥିରେ ଥିଲେ, ଯେହେତୁ ତାଙ୍କ ବାପା ଭକ୍ତ ଦାସ ବର୍ତ୍ତମାନ ସଭାପତି ଅଛନ୍ତି ଓଡ଼ିଶା କଂଗ୍ରେସର। ଦେଖନ୍ତୁ, ସର୍ବଦଳୀୟ ଗୋଟେ ମାନେ ଯେଉଁ ନିଷ୍ପତ୍ତି ନେଇଥିଲେ, ଯେଉଁ ବିଧାନସଭା ଘେରାଉ, ସେଦିନ ଆମେ ଥିଲୁ, ଆମେ ବି ଯୋଗ ଦେଇଥିଲୁ, ମୁଁ ବି ଯାଇଥିଲି ସେ ବୈଠକରେ। ଆଉ ଏଇଟା ଯେଉଁ ଆମର ଉଦୟଭାନୁ ଚିବିଜି ଆସିଥିଲେ, ଆଉ ଏଇଟା ଥିଲା ଯୁବକ କଂଗ୍ରେସର କାର୍ଯ୍ୟକ୍ରମ, ଆଉ ଯୁବକମାନଙ୍କର କାର୍ଯ୍ୟକ୍ରମ ଥିଲା। ଆଉ ନିଶ୍ଚିତ ଭାବରେ ସେମାନେ ଯୁବଶକ୍ତିର, ଓଡ଼ିଶାରେ ଯୁବଶକ୍ତିର ଆବଶ୍ୟକ ଅଛି। ଯୁବକମାନଙ୍କର ଯେଉଁ ଓଡ଼ିଶାରେ ଯେଉଁଭଳି ଭାବରେ ଯୁବକମାନଙ୍କୁ ଅବହେଳିତ କରାଯାଉଛି, ଆଉ ଶିକ୍ଷା କ୍ଷେତ୍ର ହେଉ, ଚାକିରୀ କ୍ଷେତ୍ର ହେଉ, ବା ଯେଉଁ ମାନେ ଏ ଯେଉଁ ନିଯୁକ୍ତିର ସମସ୍ୟା ହେଉ, ଏସବୁ ବିଭିନ୍ନ ପ୍ରକାର ଇସ୍ୟୁ, ବିଭିନ୍ନ ପ୍ରକାର ସମସ୍ୟା ରହିଛି ଯୁବତୀମାନଙ୍କ ଉପରେ। ଏଇଟା ଯୁବ କଂଗ୍ରେସର କାର୍ଯ୍ୟକ୍ରମ ଥିଲା। ଆଉ ଏଠି ଯେଉଁ ଆମର ଉଦୟଭାନ ଚିବିଜି ଯେଉଁ ଆସିଥିଲେ, ତାଙ୍କୁ ବହୁତ ବହୁତ ଧନ୍ୟବାଦ। ନିଶ୍ଚିତ ଭାବରେ ସମସ୍ତ ଓଡ଼ିଶାର ଯୁବଗୋଷ୍ଠୀକୁ ଏକ କରି ଯେଉଁ
ସରକାର ବିରୁଦ୍ଧରେ ବା ଓଡ଼ିଶାର ଯୁବକ ଯୁବତୀମାନଙ୍କର ସ୍ୱାର୍ଥ ପାଇଁ ଯେଉଁ ଲଢ଼େଇ କରିଥିଲେ ନିଶ୍ଚିତ ଭାବରେ ମୁଁ ଧନ୍ୟବାଦ ଦେଉଛି। ଆଉ ଏଇଟା ଯୁବକମାନଙ୍କର କାର୍ଯ୍ୟକ୍ରମ ଥିଲା, ସେମାନେ କାର୍ଯ୍ୟକ୍ରମ କରିଥିଲେ। ବ୍ୟକ୍ତିଗତ ଭାବେ ଜଣ ଜଣ କରି ବିଧାୟକଙ୍କ ମତ ନିଆଗଲା ନା ଯେହେତୁ ଆପଣଙ୍କ ସହିତ ତାରା ବାହିନୀପତି ଥିଲେ ବରିଷ୍ଠ ବିଧାୟକ, ତାଙ୍କ ନେତୃତ୍ୱରେ କେବଳ ତାଙ୍କ ସହିତ ଆଲୋଚନା କରାଗଲା? ନାଇଁ, ଏଇଟା ଆମେ ଯେତେବେଳେ ବି ଗଲୁ ଯେ ଯାହା ହିସାବରେ ଯାଇଥିଲୁ, ଆଉ ସେଠି ଗଲା ପରେ ସବୁ ଜାଣିଲୁ ଯେ ଆସିଛନ୍ତି। ତାପରେ ସମସ୍ତେ ଥିଲୁ, ଆମେ ଯେତେବେଳେ ମିଶିଥିଲୁ ଯେତିକି ଲୋକ ଯାଇଥିଲୁ ସେଠି କଥା ହେଲୁ। ଦିଲ୍ଲୀ ଗସ୍ତ, दिल्ली तो भाई कथारे अच्छी, दिल्ली का लड्डू जो खाया वो भी पछताया, जो नहीं खाया वो भी पछताया। दिल्ली का लड्डू हम लोग खा के आया हूँ, बहुत अच्छा लगा है। और इतना सारी जगह हम लोग घूम के आए हैं, और कुतुब मीनार, लेटेस्ट टेम्पल, राजघाट और इंडिया गेट, बहुत सारे चीज़ है। अच्छा, दिल्ली में हम लोग इतना नहीं जाते, और दिल्ली में इतना सुंदर अच्छा माने वातावरण बहुत अच्छा लगा हमको, और इसलिए घूम के और फिर के आया। और ଶୁଣୁଥିଲେ ମଙ୍ଗୁ ଖିଲଙ୍କ ପ୍ରତିକ୍ରିୟା। ଦିଲ୍ଲୀ ଗସ୍ତକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ଯେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ନେତୃତ୍ୱ ପରିବର୍ତ୍ତନ ପାଇଁ, ବା ଯେହେତୁ କୁହାଯାଉଥିଲା, ଚର୍ଚ୍ଚା ହେଉଥିଲା ବିଧାନସଭା ବାହାରେ ହେଉ ବା ଭିତରେ ହେଉ ତାଙ୍କ ପ୍ରଦର୍ଶନ ଉପରେ କିଛି ବିଧାୟକ କାଳେ ସନ୍ତୁଷ୍ଟ ନଥିଲେ, ଯେହେତୁ ଏ ଚର୍ଚ୍ଚା ହେଉଥିଲା। ତେଣୁ ଯେତେବେଳେ ଏ ବିଧାୟକମାନେ ଯାଇଥିଲେ ଦିଲ୍ଲୀ, ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଥିଲେ, ସେ ସମୟରେ ରାମଚନ୍ଦ୍ର କାଡ଼ାମଙ୍କ ନେତୃତ୍ୱ ପରିବର୍ତ୍ତନ ପାଇଁ କାଳେ ଯାଇଛନ୍ତି ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଯାହା ମଙ୍ଗୁ ଖିଲ ସୂଚନା ଦେଉଛନ୍ତି ଯେ ଆମେମାନେ ଯେହେତୁ ବିଧାନସଭା ଥିଲା, ଦୀର୍ଘ ସମୟ ଧରି ଆମେ ଥିଲୁ, ତେଣୁ ଟିକେ ମନ ଫୁର୍ତ୍ତି କରିବା ପାଇଁ ବା ମାଇଣ୍ଡ ଫ୍ରେଶ୍ କରିବା ପାଇଁ ଆମେ ଦିଲ୍ଲୀ ଗସ୍ତ କରିଥିଲୁ। ଭୁବନେଶ୍ୱରରୁ କ୍ୟାମେରାମ୍ୟାନ୍ ପ୍ରତାପଙ୍କ ସହ ପ୍ରଭାତ ରାଉତ, ମୋବାଇଲ ନ୍ୟୁଜ୍ 24x7।